नमस्कार दर्शक बंधु जय जगन्नाथ। आज राशिफल वीडियो को आपको स्वागत। दर्शक बंधु ग्रह नक्षत्र मानकरे जेपरी चलन घटी थाए ठीक सेहीपरि मनुष्य जीवन में गतिविधि अनुଯାयी निजर परिवर्तन मध्य घटी थाए। मनुष्य जेकोसी गतिविधि की तुलना करी राशिचक्र भितर गति को तुलना करी से तार जीवन शैली पर निर्भर करिथाए। ठीक आमर 12 गोटी राशिचक्र भितर 7 गोटी राशिचक्र दुनियार सबुठारु बुद्धिमान होइथांती आउ एमानकु केही भी केबे बोका बनै पारंती नाही। ଏହି 7 ଗୋଟି ଭାଗ୍ୟଶାଳୀ ରାଶିଚକ୍ର ସେମାନଙ୍କ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ପାଆନ୍ତି। କେବେ ବି କୌଣସି କଥାରେ ସେମାନେ ହାର ମାନନ୍ତି ନାହିଁ। ସବୁଠାରୁ ବୁଦ୍ଧିମାନ ହୋଇଥାନ୍ତି ଏହି ଭାଗ୍ୟଶାଳୀ 7 ଗୋଟି ରାଶିଚକ୍ର। ତ ଦର୍ଶକ ବନ୍ଧୁ ହୁଏ ତ ଏହି ବୁଦ୍ଧିମାନ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ୍ ଆପଣଙ୍କ ପାଖେ ଯାଇ ପହଞ୍ଚି ପାରିବ ଏବଂ ଆପଣ ଜାଣିପାରିବେ ଆପଣଙ୍କ ରାଶିଚକ୍ର ବିଷୟରେ। ଦର୍ଶକ ବନ୍ଧୁ ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହି ଆସିଛି କି ଜୀବନ ଅଛି ତ ସମସ୍ୟା ଅଛି, ଆଉ ସମସ୍ୟା ଅଛି ତ ସମାଧାନ ନିଶ୍ଚୟ ଅଛି। ଆପଣ କେବେ ବି କୌଣସି ସମସ୍ୟା ସମୟରେ କିମ୍ବା ଦୁଃଖ ସମୟରେ ଭାଙ୍ଗି ପଡ଼ନ୍ତୁ ନାହିଁ। ସବୁବେଳେ ପ୍ରତିଟି ସମସ୍ୟାକୁ ଧୈର୍ଯ୍ୟର ସାହସର ସହିତ ସମ୍ମୁଖୀନ କରନ୍ତୁ। ଦେଖିବେ ନିଶ୍ଚୟ ପ୍ରତିଟି ସମସ୍ୟାରେ ଆପଣ ସଫଳ ଲାଭ କରିବେ। ଆପଣ ପ୍ରତିଟି ସମସ୍ୟାକୁ ପ୍ରତିଟି ଦୁଃଖ ସମୟ ଆସିଲେ ସ୍ୱୟଂ ପ୍ରଭୁ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ ଏବଂ କର୍ମ କରିଚାଲନ୍ତୁ। ପ୍ରତିଟି ସମସ୍ୟା ଦୁଃଖକୁ ସାମ୍ନା କରନ୍ତୁ। ଦେଖିବେ ସଫଳତା ଆପଣଙ୍କ ହାତ ମୁଠାକୁ ନିଶ୍ଚୟ ଆସିବ ଆଉ ଆପଣ ସଫଳତାର ଶୀର୍ଷରେ ରହିବେ। ଦୁଃଖ ସମୟରେ କେବେ ଭାଙ୍ଗି ପଡ଼ନ୍ତୁ ନାହିଁ କିମ୍ବା ନିରାଶ ହୁଅନ୍ତୁ ନାହିଁ। ସବୁ ଭଗବାନଙ୍କ ହାତରେ ଛାଡ଼ି ଦିଅନ୍ତୁ, ଦେଖିବେ ସବୁକିଛି ଠିକ୍ ହେଇଯିବ। ସେଥିପାଇଁ ତ ଆମ ଜୀବନ ଶୈଳୀ ଆମର ପ୍ରତିଟି କାର୍ଯ୍ୟକଳାପ ଗ୍ରହ ନକ୍ଷତ୍ର ଏବଂ ରାଶିଫଳ ଉପରେ ନିର୍ଭର କରିଥାଏ। ରାଶିଫଳ ଅନୁଯାୟୀ ଆମ ଜୀବନ ଶୈଳୀ ପରିବର୍ତ୍ତନ ମଧ୍ୟ ଘଟିଥାଏ। ଠିକ୍ ସେହିପରି ଆଜି ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା 12 ଗୋଟି ରାଶିଚକ୍ରଙ୍କ ଭିତରୁ 7 ଗୋଟି ରାଶିଚକ୍ର ଦୁନିଆର ସବୁଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ଏମାନଙ୍କୁ କେବେ ବି କେହି ବୋକା ବନେଇ ପାରନ୍ତି ନାହିଁ। ଏମାନେ କେବେ ବି କୌଣସି କାର୍ଯ୍ୟରେ ପରାଜୟ ହୁଅନ୍ତି ନାହିଁ, ସବୁ କାର୍ଯ୍ୟରେ ସଫଳତା ହାସଲ କରନ୍ତି। ଦର୍ଶକ ବନ୍ଧୁ ହୁଏତ ଏହି ବୁଦ୍ଧିମାନ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ନିଶ୍ଚୟ ଆପଣ ଏ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଦର୍ଶକ ବନ୍ଧୁ ମଣିଷ ବୁଦ୍ଧିକୁ ମାପିବା ଯେତେ କଷ୍ଟକର ହୋଇଥାଏ ସେତିକି ପାଣିର ଗଭୀରତାକୁ ମାପିବା ହୋଇଥାଏ। ମନୁଷ୍ୟ ବୁଦ୍ଧିକୁ ପରଖିବା ବି ଏତେ ସହଜ ହୋଇନଥାଏ, କାରଣ ଅଲଗା ଅଲଗା ସ୍ଥିତିରେ ମଣିଷର ଭାବନା ଅଲଗା ଅଲଗା ହୋଇଥାଏ। ଅନେକ ଥର ମଣିଷ ନିଜର ବୁଦ୍ଧି ଓ କ୍ଷମତା ବିଷୟରେ ନିଜେ ହିଁ ଜାଣିନଥାଏ। ମଣିଷ ନିଜକୁ ଅନ୍ୟମାନଙ୍କ ଠାରୁ କମ୍ ଭାବିଥାଏ। ଆଜି ଆମେ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ଏହି କିଛି ଗୋଟି ରାଶି ଚକ୍ର ଯେଉଁମାନେ କି ସବୁବେଳେ ବୁଦ୍ଧିମାନ ହୋଇଥାନ୍ତି ଏବଂ କେବେ ବି ନିରାଶ ହୁଅନ୍ତି ନାହିଁ, କୌଣସି କାର୍ଯ୍ୟରେ ପରାଜୟ ହୁଅନ୍ତି ନାହିଁ। ସବୁବେଳେ ବୁଦ୍ଧିମାନ ହୁଅନ୍ତି କିନ୍ତୁ ଏମାନଙ୍କୁ କେହି କେବେ ବୋକା ବି ବନେଇ ପାରନ୍ତି ନାହିଁ। ଆସନ୍ତୁ ଜାଣିବା ଏହି ବୁଦ୍ଧିମାନ 7 ଗୋଟି ରାଶିଚକ୍ରଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି। ମେଷ ରାଶିର ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ, ଯାହାକି ଏମାନେ ସବୁବେଳେ ସଚୋଟ ହୋଇଥାନ୍ତି। ଏହି ରାଶିର ଲୋକମାନେ ସବୁବେଳେ ସତର୍କରେ ରହିଥାନ୍ତି। ମେଷ ରାଶିର ବ୍ୟକ୍ତି ଅତ୍ୟନ୍ତ ସ୍ୱଚ୍ଛ ହୃଦୟ ହୋଇଥାଏ ଆଉ ଏମାନଙ୍କ ମାଇଣ୍ଡ ସବୁବେଳେ କିଛି ନା କିଛି ନୂଆ ଭାବନା ଆସିଥାଏ ଆଉ ସେମାନେ ନୂଆ କରିବାକୁ ଉତ୍ସାହିତ ଥାଆନ୍ତି। ମେଷରାଶି ବ୍ୟକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିବାକୁ ବହୁତ ପସନ୍ଦ କରନ୍ତି ଆଉ ପ୍ରତିଟି କାର୍ଯ୍ୟରେ ସେ ମଧ୍ୟ ସଫଳତା ପାଇଥାନ୍ତି। ମେଷରାଶି ବ୍ୟକ୍ତିଙ୍କର ଜୀବନ ଶୈଳୀ ଅଲଗା ହୋଇଥାଏ, କାରଣ ସେ ସବୁବେଳେ ବୁଦ୍ଧିମାନ ଏବଂ ସଚୋଟ ହୋଇଥାନ୍ତି। ଅନ୍ୟକୁ ସାହାଯ୍ୟ କରନ୍ତି, ପର ଉପରି କରିବାରେ ସେମାନେ ପର ଉପକାରକୁ ସାହାଯ୍ୟ କରିବା ସହିତ ଦାନ ଧର୍ମରେ ମଧ୍ୟ ବହୁତ ସେମାନେ ମନ ବଳାନ୍ତି। ବୁଦ୍ଧିମାନ ହେବା ସହ ଏମାନେ ପଜିଟିଭ୍ କଥା ଭାବିଥାନ୍ତି, ଏମାନେ ପଜିଟିଭ୍ ଚିନ୍ତା ମଧ୍ୟ କରିଥାନ୍ତି, ଯାହା ପାଇଁକି ଏମାନେ ପ୍ରଶଂସାର ପାତ୍ର ମଧ୍ୟ ହୋଇଥାନ୍ତି। ଏହି ମେଷ ରାଶିର ବ୍ୟକ୍ତି ପ୍ରତିଟି କାର୍ଯ୍ୟରେ ସତର୍କତା ସହ କରିବା ସହିତ ସଫଳତା ମଧ୍ୟ ପାଇଥାନ୍ତି। ମେଷ ରାଶିର ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି, ଏମାନଙ୍କୁ କେହି ବି କେବେ ବୋକା ବନେଇ ପାରନ୍ତି ନାହିଁ। ତ ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ବୁଦ୍ଧିମାନ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ବୁଦ୍ଧିମାନ ରାଶିଚକ୍ର ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତି ସବୁ ସମୟରେ ନିଜକୁ ଅନ୍ୟଠାରୁ ଅଲଗା
ଭାବିଥାନ୍ତି। ଏହି ରାଶିର ଲୋକମାନେ ଗୋଟେ କଥା ସହଜରେ ବୁଝା ପଡ଼େ ନାହିଁ। ଏହି ରାଶିର ଲୋକମାନଙ୍କ ବୁଦ୍ଧି ଅଧିକ ଉଗ୍ର ହୋଇଥାଏ, କିନ୍ତୁ ଏମାନେ କେବେ ବି ହାର ମାନନ୍ତି ନାହିଁ। ଏମାନେ ସମୟ ଦେଖି ନିଜର ଚତୁରତା ବୁଦ୍ଧି ବଳରେ ସବୁ କାମ ସଫଳତା ପାଇଥାନ୍ତି ଏବଂ ସବୁ କାର୍ଯ୍ୟକୁ ମଧ୍ୟ ହାସଲ କରିନିଅନ୍ତି। ଏମାନଙ୍କ ବୁଦ୍ଧିକୁ ପ୍ରଶଂସା କରିବା ବି ଏତେ ସହଜ ନୁହେଁ, କାରଣ ଏମାନେ ବୁଦ୍ଧି ହେବା ସହ ପଜିଟିଭ କଥା ମଧ୍ୟ ଭାବନ୍ତି। ଏମାନଙ୍କୁ ପରଖିବା ବହୁତ କଷ୍ଟକର ହୋଇଥାଏ। ସିଂହ ରାଶିର ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସବୁଠୁ ବୁଦ୍ଧିମାନ ବ୍ୟକ୍ତି। ଏମାନେ ରାଶିର ଲୋକ ମାଇଣ୍ଡ ବହୁତ ତୀବ୍ର ହୋଇଥାଏ। ଦ୍ରୁତ ଗତିରେ ଏମାନେ ବୁଦ୍ଧି ଉଚ୍ଚାରଣ କରିଥାନ୍ତି ଏବଂ ବୁଦ୍ଧି ପ୍ରୟୋଗ କରିଥାନ୍ତି, ଯାହାଫଳରେ କି ଶତ୍ରୁଙ୍କୁ ବହୁତ ସହଜରେ ସିଂହ ରାଶିର ବ୍ୟକ୍ତି ଦମନ କରିପାରନ୍ତି। ଏହି ସିଂହ ରାଶିର ବ୍ୟକ୍ତିମାନେ ଦୁନିଆର ସବୁଠାରୁ ବୁଦ୍ଧିମାନ ହୋଇଥାନ୍ତି। ଏମାନଙ୍କୁ କେହି ବି କେବେ ବୋକା ବନେଇ ପାରନ୍ତି ନାହିଁ। ଏବେ ଆସନ୍ତୁ ଜାଣିବା ତୃତୀୟ ବୁଦ୍ଧିମାନ ରାଶିଙ୍କ ବିଷୟରେ। ତୃତୀୟ ବୁଦ୍ଧିମାନ ରାଶି ହେଉଛନ୍ତି ବିଛା ରାଶି। ଏହି ରାଶିର ଲୋକଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସବୁଠୁ ବୁଦ୍ଧିମାନ ରାଶି ଭାବେ ବିଚାର କରାଯାଏ। କାହିଁକି ନା ବିଛା ରାଶିର ଲୋକ ବହୁତ ତୀବ୍ର ହୋଇଥାନ୍ତି, ବହୁତ ଦ୍ରୁତ ଗତିରେ ଏମାନେ ଯାଇଥାନ୍ତି। ଏହି ରାଶିର ଲୋକମାନଙ୍କ ମାଇଣ୍ଡ ବହୁତ ଦ୍ରୁତ ଗତି ହୋଇଥାଏ। ଏହି ବିଛା ରାଶିର ଲୋକମାନଙ୍କର ବୁଦ୍ଧି ଉଚ୍ଚ ହୋଇଥିବାରୁ ଏମାନଙ୍କୁ କେହି ବି କେବେ ବୋକା ବନେଇ ପାରନ୍ତି ନାହିଁ ବା ବହୁତ ଏମାନେ ଚାଲାକ ହୋଇଥାନ୍ତି। ବିଛା ରାଶି ବ୍ୟକ୍ତି ସବୁବେଳେ କିଛି ନୂଆ କରିବାକୁ ବହୁତ ପସନ୍ଦ କରନ୍ତି। ଏମାନେ କୌଣସି କାର୍ଯ୍ୟରେ ହାର ମାନନ୍ତି ନାହିଁ। ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତି, ଶେଷ ନ ହେଲା ପର୍ଯ୍ୟନ୍ତ ସେ କାର୍ଯ୍ୟରୁ ଓହରନ୍ତି ନାହିଁ। ବିଛା ରାଶିର ଲୋକମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ ଏବଂ ସହାନୁଭୂତି ମଧ୍ୟ କରନ୍ତି। ଏମାନେ ସବୁ କ୍ଷେତ୍ରରେ ଉପରେ ରହିବାକୁ ବହୁତ ପସନ୍ଦ କରନ୍ତି। ଏହି ରାଶିର ଲୋକମାନେ ଗୋଟେ କଥା ସହଜରେ ବୁଝା ପଡ଼େ ନାହିଁ କି ଏମାନଙ୍କ ବୁଦ୍ଧି ମାପି ହୁଏ ନାହିଁ, କିନ୍ତୁ ଏମାନେ କେବେ ବି କେଉଁଠି ହାର ମାନନ୍ତି ନାହିଁ। ସବୁ ସମୟରେ ନିଜର ଚତୁରତାକୁ ପ୍ରୟୋଗ କରନ୍ତି। ତ ଏହି ବିଛା ରାଶିର ଲୋକଙ୍କୁ କେହି ବି କେବେ ବୋକା ବନେଇ ପାରନ୍ତି ନାହିଁ। ଏମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ଏବେ ଆସନ୍ତୁ ଜାଣିବା ଚତୁର୍ଥ ବୁଦ୍ଧିମାନ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ବୁଦ୍ଧିମାନ ରାଶି ହେଉଛନ୍ତି ଧନୁ ରାଶି। ଧନୁ ରାଶି ବ୍ୟକ୍ତି ବହୁତ ଚାଲାକ ହୋଇଥାନ୍ତି। ଧନୁ ରାଶିର ବ୍ୟକ୍ତି ବୁଦ୍ଧି ବହୁତ ପ୍ରଶଂସା କରିବାକୁ ଅତି ସହଜରେ ଲୋକମାନେ ଚାହିଁଥାନ୍ତି, କାହିଁକି ନା ଏମାନେ ବୁଦ୍ଧିମାନ ହେବା ସହ ପଜିଟିଭ କଥା ମଧ୍ୟ ଭାବିଥାନ୍ତି। ଏହି ଧନୁ ରାଶିର ବ୍ୟକ୍ତି ପଜିଟିଭ ଚିନ୍ତା କରିଥାନ୍ତି ଓ କାମ ମଧ୍ୟ କରିଥାନ୍ତି, ଯାହା ପାଇଁକି ଏମାନେ ପ୍ରଶଂସାର ପାତ୍ର ମଧ୍ୟ ହୋଇଥାନ୍ତି। ଏହି ରାଶିର ଲୋକମାନେ ବହୁତ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି, କିନ୍ତୁ ଏମାନଙ୍କ ବୁଦ୍ଧି ଏମାନଙ୍କ ସହ କାମ କରିବା ପରେ ହିଁ ଜଣାପଡ଼ିଥାଏ। ଏହି ଧନୁ ରାଶିର ବ୍ୟକ୍ତି ଅତି ସହଜରେ ଅନ୍ୟକୁ ସାହାଯ୍ୟ ମଧ୍ୟ କରିପାରନ୍ତି। ଏମାନଙ୍କୁ ଜଜ୍ କରିବା ବହୁତ କଷ୍ଟ ହୋଇଥାଏ। ଧନୁ ରାଶିର ବ୍ୟକ୍ତି ଦୁନିଆର ସବୁଠୁ ବୁଦ୍ଧିମାନ ଏବଂ ଚାଲାକ ହୋଇଥାନ୍ତି। ଏହି ଧନୁ ରାଶିର ବ୍ୟକ୍ତିଙ୍କୁ କେବେ ବି କେହି ବୋକା ବନେଇ ପାରନ୍ତି ନାହିଁ। ଏବେ ଆସନ୍ତୁ ଜାଣିବା ପଞ୍ଚମ ବୁଦ୍ଧିମାନ ରାଶିଚକ୍ର ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତି ଦୁନିଆର ସବୁଠାରୁ ବହୁତ ଚାଲାକ ରାଶି, କାରଣ ଏହି ରାଶିର ଲୋକମାନେ ବହୁତ ଧୀର ଏବଂ ଶାନ୍ତ ସ୍ୱଭାବର ହେଇଥାନ୍ତି ଏବଂ ସ୍ୱାଭିମାନୀ ମଧ୍ୟ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟ କରନ୍ତି ଶେଷ ନ ହେଲା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ, କିନ୍ତୁ ଏମାନଙ୍କ ବୁଦ୍ଧି ଏତେ ସହଜରେ ମାପି ହେବ ନାହିଁ ବା ଜଣାପଡ଼େ ନାହିଁ। ଏମାନଙ୍କୁ ଜଜ୍ କରିବା ବହୁତ କଷ୍ଟ ମଧ୍ୟ ହୋଇଥାଏ। ଏହି ରାଶିର ଲୋକମାନେ ଗୋଟେ କଥା ସହଜରେ ବୁଝା ପଡ଼େ ନାହିଁ କି ଏମାନଙ୍କ ବୁଦ୍ଧି କ'ଣ କହିଅଛି, କିନ୍ତୁ ଏମାନେ କେବେ ବି କେଉଁଠି ହାର ମାନନ୍ତି ନାହିଁ। ନିଜ ସ୍ୱାଭିମାନରେ ପ୍ରତିଟି କାର୍ଯ୍ୟ କରନ୍ତି। ସମୟ ଦେଖି ନିଜର ଚତୁରତା ବୁଦ୍ଧିକୁ ଏମାନେ ଆପ୍ଲାଏ କରନ୍ତି। ଏହି ବୃଷ ରାଶିର ବ୍ୟକ୍ତି ଅତ୍ୟନ୍ତ ଚାଲାକ ହୋଇଥାନ୍ତି ଏବଂ ବହୁତ ବୁଦ୍ଧିମାନ ହୋଇଥାନ୍ତି, ଯାହାଫଳରେ କି ଏମାନଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ, କିନ୍ତୁ ଏମାନେ ବହୁତ ପରୋପକାରୀ ହୋଇଥାନ୍ତି, ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ଅନ୍ୟକୁ ସାହାଯ୍ୟର ହାତ ମଧ୍ୟ ବଢ଼ାନ୍ତି। ଏହି ବୃଷ ରାଶିର ବ୍ୟକ୍ତିଙ୍କୁ କେହି କେବେ ବୋକା ବନେଇ ପାରନ୍ତି ନାହିଁ। ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତି ଏହି ବୃଷ ରାଶିର ଲୋକ। ଏବେ ଆସନ୍ତୁ ଜାଣିବା ଷଷ୍ଠ ବୁଦ୍ଧିମାନ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ବୁଦ୍ଧିମାନ ରାଶି ହେଉଛନ୍ତି କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତି ବହୁତ ଚାଲାକ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ସବୁଠାରୁ ବହୁତ ଖାସ୍ ହୋଇଥାଏ। ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି, କିନ୍ତୁ ଏମାନଙ୍କ ସମୟ ଓ ସ୍ଥିତିକୁ ଦେଖି ପ୍ରତିକ୍ରିୟା କରିଥାନ୍ତି। ଏମାନେ ସମୟ ଅନୁଯାୟୀ ନିଜର ବିଚାରକୁ କାମରେ ଲଗାନ୍ତି। ଏହି କନ୍ୟା ରାଶିର ବ୍ୟକ୍ତି ବା କନ୍ୟା ରାଶିର ଲୋକ ନିଜ କାମ ପାଇଁ ବହୁତ ଉତ୍ସାହିତ ଥାନ୍ତି। ସେ ଯେଉଁ କାର୍ଯ୍ୟ ହାତ ଦିଅନ୍ତି ସେ କାର୍ଯ୍ୟକୁ ଶେଷ ନ କଲା ପର୍ଯ୍ୟନ୍ତ ଶାନ୍ତିରେ ରୁହନ୍ତି ନାହିଁ। ତା ସହିତ ଏହି କନ୍ୟା ରାଶିର ବ୍ୟକ୍ତି ବହୁତ ଚାଲାକ ହୋଇଥିବାରୁ
ज्योतिष शास्त्र अनुसार सबुठारु बुद्धिमान राशि भाव विचार करा एही राशि लोक माइंड बहुत द्रुत गति चली था। एमान बुद्धि उच्च होता है कारण एमाने बहुत चालाक होइथिबारु एमानक प्रतिटी कार्य बहुत सहजरे कर दियंती। एमानकु सबुबले सबु क्षेत्र में समस्त बहुत प्रशंसा करते। एई कन्या राशि व्यक्ति अत्यंत चालाक हेबा सहित बहुत बुद्धिमान होता। एमानु कहीं केबे बोका बनई पारती ना। एबे आसन जानिबा सप्तम बुद्धिमान राशि विषय। सप्तम बुद्धिमान राशि होउछंती मकर राशि। मकर राशि व्यक्ति बहुत सबु राशि ठारू चालाक होता। एही राशि लोक मैंने सबुबले सतर्क रही था। आ मकर राशि व्यक्ति माइंड रे सबुबले किछि ना किछि नुआ करिवार भावना थाए। एमाने से काम को मध्य अति सहज हासिल करती। एही मकर राशि व्यक्ति सबु क्षेत्र में बहुत ऊपर रहिबाकु पसंद करते। आउ एथिरे सफलता मध्य पाइथांती। मकर राशि व्यक्ति निजको केबे भी छोट मनती नहीं। सबुबले उच्च अभिलाष रखी कार्य करती एवं प्रशंसा पाइबा सहित सफलता मध्य पाइथांती। एही राशि लोक मन काम पाई जना जाए माने जे कौन सी काम निज क्षमता बल करती निश्चय से सफलता पाती। एही राशि लोक बुद्धिमान प्रबल होगा सहित प्रत्येक कार्य सफलता पाई थांती। ता सहित मकर राशि व्यक्ति बहुत चालाक होइथिबारु अन्य को एवं अन्य मानक पई उदाहरण होइथांती। दुनियार सबुठु बुद्धिमान होगा सहित बहुत प्रशंसा मध्य पाती। ए मकर राशि व्यक्ति को कहीं भी केबे बोका बनई पारती नहीं। तो दर्शक बंधु यही 7 गोटी राशि थिला जहाँकि सबुठारु अधिक बुद्धिमान होगा सहित एमानु कहीं केबे बोका बनई पारंतनी। एई 7 गोटी राशि चक्रंग विषय आपण माने आज ए वीडियो माध्यम रे जानिले। आपण मानकु आम वीडियोटी केमति लागला निहाती कमेंट बॉक्स रे जय प्रभु जगन्नाथ लिखि जणाइबा सहित वीडियोटी को लाइक करंतु शेयर करंतु एवं चैनल टी को सब्सक्राइब करंती। एही परे वीडियो आपण माने आम चैनल माध्यम जानी पारिबे एवं प्रथमे आपण पाखकु प्रथम नोटिफिकेशन जाई परिबो। तो निहाती वीडियोटी को लाइक करने सहित चैनल टी को सब्सक्राइब करंतु।